ବାଇଗଣର ତ ବହୁତ ହି ରେସିପି ଆପଣ ଟ୍ରାଏ କରିସାରିଲେଣି। କଣ ଏହିପରି ଭାବରେ କେବେ ବାଇଗଣର ଭଜା ଟ୍ରାଏ କରିଛନ୍ତି? ଯଦି କରିନାହାନ୍ତି ଆଜି ହିଁ କରିଦିଅନ୍ତୁ। ନା ଲାଗିବ ନା ଜାକି ଜାକି ହେଇକି ରହିବ, ଗୋଟି ଗୋଟି କରି ଖୋଲା ଖୋଲା ହେଇକି ରହିବ। ଆଉ ଖାଇବାରେ ମଧ୍ୟ ବହୁତ ମଜା ଆସିବ। ପଖାଳ କଣ ଗରମ କଣ ରୁଟି ପରଟାକୁ ମଧ୍ୟ ଆହୁରି ଅଧିକ ଚୋଟି ଫିଟିବ। ଆଉ ଡେରି କରିବେନି, ସମୟ ନଷ୍ଟ କରିବେନି। ତ ଚାଲନ୍ତୁ ଫ୍ରେଣ୍ଡ, ସିକ୍ରେଟ ଫୁଡି ଚ୍ୟାନେଲରେ ଆପଣଙ୍କର ସ୍ୱାଗତ ହେଇଗଲା ଭରପୁର ମାତ୍ରାରେ। ଆଜିର ରେସିପିଟି ହଉଛି ବାଇଗଣ ଭଜା। ଆଉ ଏମିତି ଭାବରେ ଭଜା, ସବୁ ସହଜ ସରଳ ଇନଗ୍ରିଡିଏଣ୍ଟ, ସବୁ ଘରେ ଥିବା ଜିନିଷରେ ଆମେ ବନାଉଛୁ। କେବଳରୁ କେବଳ ଫ୍ରେଣ୍ଡ 5 ମିନିଟ୍ ବି କହିଲେ ଅଧିକ ହବ। ବହୁତ ହି କମ ଟାଇମରେ ମୁଁ ଆଜି ଆପଣଙ୍କୁ ବନେଇକି ଦେଖେଇଦେବି ବାଇଗଣର ଏହି ଭଜା। ଯଦି ଥରି ଆପଣ କରୁଛନ୍ତି, ସବୁବେଳେ କରିବେ ଗ୍ୟାରେଣ୍ଟି ମୋଡ। ଯଦି ଇନଷ୍ଟାଣ୍ଟ ଆପଣ କିଛି ରେସିପି କରିବା ପାଇଁ ଚାହୁଁଛନ୍ତି, ଟିଫିନ ପାଇଁ ହଉ କିମ୍ବା ନିଜେ ଖାଇବା ପାଇଁ ହଉ, ବ୍ରେକଫାଷ୍ଟ ହଉ କିମ୍ବା ଆପଣଙ୍କର ଲଞ୍ଚ ହଉ କିମ୍ବା ଡିନର ହଉ, ଏଇ ରେସିପିଟି ସବୁଠୁ ବେଷ୍ଟ ଅଛି। ହାଲକା ଲାଗିବ, ଖାଇବାରେ ମଜା ଆସିଯିବ। ଛୁଆଠୁ ଆରମ୍ଭ କରି ବଡ ପର୍ଯ୍ୟନ୍ତ ସମସ୍ତେ ରେସିପି କରିପାରିବେ। ତ ଚାଲନ୍ତୁ ଫ୍ରେଣ୍ଡ ଦେଖିବା କରିବାର କଣ ଅଛି। ବାଇଗଣଟିକୁ ଆମେ ବହୁତ ବଢିଆ ଭାବରେ ଏଇଠି କାଟିଦେଲେ, କାଟି ସାରିବା ପରେ ଫ୍ରେଣ୍ଡ ଏଇଠି ଆମେ ପାଣିରେ ଦେଇଦେବା। କାହିଁକି ନା ଫ୍ରେଣ୍ଡ ଯେତେବେଳେ ଆପଣ ବାଇଗଣଟି କାଟୁଛନ୍ତି, ସେତେବେଳେ ଆପଣ ଦେଖୁଥିବେ କଳା ପଡିଯାଉଛି। ତ ତାକୁ କଳାରୁ ଏକଦମ ସେ ଧଳା ଫିଟେଇବାକୁ ଆପଣଙ୍କୁ କରିବାର କଣ ଅଛି, ଡାଇରେକ୍ଟ ଫ୍ରେଣ୍ଡ ଏଇଠି ଆପଣଙ୍କୁ ପାଣି ଦେଇଦେବାର ଅଛି। ଆଉ ଗୋଟେ ସିକ୍ରେଟ ଇନଗ୍ରିଡିଏଣ୍ଟ ଯୋଉଟା କି ପକେଇଲେ ଧଳା ହେଇଯାଇଥାଏ, ସେ ଇନଗ୍ରିଡିଏଣ୍ଟ ଫ୍ରେଣ୍ଡ ମୁଁ ଆପଣଙ୍କ ସାମ୍ନାକୁ ଆଣିବା ପାଇଁ ଯାଉଛି, ଯୋଉଟା କି ହଉଛି ଲୁଣ। ସମସ୍ତଙ୍କ ଘରେ ଉପଲବ୍ଧ ଲୁଣ ପକେଇଦେଲେ ଫ୍ରେଣ୍ଡ ଏଇ ବାଇଗଣଟା କଳାରୁ ଧଳା ଫିଟି ଯାଇଥାଏ। ଆପଣଙ୍କୁ ଫ୍ରେଣ୍ଡ ମୁଁ ଏଇଠି ଦେଖେଇବି, ଲୁଣ ଏଇଠି ମୁଁ ପକେଇ ଦେଇଛି। ଟିକେ ହାତରେ ଚାପିଦେବା ତାକି ଲୁଣଟା ପାଣି ଆଉ ବାଇଗଣରେ ମଧ୍ୟ ଆବଜର୍ବ କରିଯିବ। ଏଇପରି ଭାବରେ ଟିକେ ଫ୍ରେଣ୍ଡ ଲଗେଇଦେବେ। ଲଗେଇ ସାରିଲା ପରେ ଆପଣଙ୍କୁ ଏଇଠି ଫ୍ରେଣ୍ଡ ମୁଁ ଲୁଣଟି ସରି ଏଇଠି ଆମର ବାଇଗଣଟି ଦେଖୁଛି କେତେ ବଢିଆ ଭାବରେ ହ୍ୱାଇଟ ହେଇକି ଅଛି। ମୁଁ ଏଇଠି ଆପଣଙ୍କୁ ହାତରେ ଦେଖୁଛି ଫ୍ରେଣ୍ଡ, ଆପଣ ଦେଖିପାରୁଥିବେ ବାଇଗଣଟି କଲର ଚେଞ୍ଜ ହେଇଯାଉଥିଲା, ଏବେ ପୁରା ହିଁ ହ୍ୱାଇଟ ହେଇଯାଇଛି। ୟାକୁ ଫ୍ରେଣ୍ଡ ଆମେ ସାଇଡରେ ରଖିଦବା। ଚାଲନ୍ତୁ ଯିବା ମେନ୍ ଇନଗ୍ରିଡିଏଣ୍ଟ ର ପ୍ରିପାରେସନ କରିବା ପାଇଁ, ଯୋଉଟା କି ସମସ୍ତଙ୍କ ଘରେ ସହଜ ସରଳ ଉପାୟରେ ମିଳିଯାଇଥାଏ। ସେଇଟା ହଉଛି ପ୍ରଥମତଃ ଲୁଣ। ଫ୍ରେଣ୍ଡ ଯୋଉତକ ମସଲା ନେଇଛି, ମସଲା ସବୁତକ ଆପଣଙ୍କ ଘରେ ଥାଏ। ଯଦି କୌଣସି ମସଲା ନାହିଁ ତ କଣ କରିବେ, ତାର ଅଲ୍ଟରନେଟିଭ ମଧ୍ୟ ମୁଁ ଏଠି ଜଣେଇ ଦେବି। ଏଟା ଦେଖିପାରୁଥିବେ ଫ୍ରେଣ୍ଡ, ଲୁଣ, ହଳଦୀ, ଲଙ୍କାଗୁଣ୍ଡ ଦେଇଛି। ଲଙ୍କାଗୁଣ୍ଡ ଆପଣଙ୍କ ସ୍ୱାଦ ଅନୁସାରେ ଦେବେ, କେତିକି ରାଗ ଖାଇବା ପସନ୍ଦ କରୁଛନ୍ତି ସେ ଅନୁସାରେ ଫ୍ରେଣ୍ଡ ଆପଣ ସ୍ୱାଦ ଅନୁସାରେ ଦେବେ। ଆଉ ଏଇଠି ନେଇଯାଇଛି ଫ୍ରେଣ୍ଡ ମୁଁ ଧନିଆର ଗୁଣ୍ଡ। ଯଦି ଆପଣଙ୍କ ପାଖରେ ଧନିଆ ଗୁଣ୍ଡ ନାହିଁ ଫ୍ରେଣ୍ଡ ସ୍କିପ୍ କରିଦିଅନ୍ତୁ। ଏଇଠି ନେଇଯାଇଛି ଫ୍ରେଣ୍ଡ ଜିରା ଗୁଣ୍ଡ। ଯଦି ଜିରା ଗୁଣ୍ଡ ନାହିଁ ଫ୍ରେଣ୍ଡ ସ୍କିପ୍ କରିପାରିବେ, କିନ୍ତୁ ଅଧିକ କିନ୍ତୁ ପକେଇଲେ ଫ୍ରେଣ୍ଡ ଟେଷ୍ଟ ଲାଗିଥାଏ। ତେଣୁକରି ଫ୍ରେଣ୍ଡ ଜିରାକୁ ଟିକେ ରୋଷ୍ଟ କରିଦିଅନ୍ତୁ, ମାନେ ଜିରାକୁ ଟିକେ ଭାଜି ଦିଅନ୍ତୁ, ତାକୁ ଟିକେ କୁଟି ଦିଅନ୍ତୁ, ଜିରା ଗୁଣ୍ଡ ହେଇଯିବ। ଏଇଠି ଫ୍ରେଣ୍ଡ ମୁଁ ନେଇଯାଇଛି ବେସନ। ଯଦି ବେସନ ନାହିଁ ତ କୌଣସି ଡରିବାର କଥା ନାହିଁ। ବେସନ ଏଇଠି ମୁଁ 2 ଚାମଚ ନେଇଛି। ଯଦି ଆପଣଙ୍କ ପାଖରେ ବେସନ ନାହିଁ ତ ଟେନସନ ନିଅନ୍ତୁନି ଫ୍ରେଣ୍ଡ। ଆଉ କଣ କରିବେ ବେସନ ବଦଳରେ, ସେଇଟା ମୁଁ ଆଗକୁ ଆପଣଙ୍କୁ କହିବି। ଯଦି ଆପଣ ସ୍କିପ୍ କରି ଦେଖୁଥିବେ ତ ଫ୍ରେଣ୍ଡ ବହୁତ ଜିନିଷ ମିସ୍ କରି ଯିବେ। ଏପର୍ଯ୍ୟନ୍ତ ଯଦି ସ୍କିପ୍ କରିକି ଦେଖୁଥିଲେ, ଏବେ ସ୍କିପ୍ କରିବା ବନ୍ଦ କରିଦିଅନ୍ତୁ। କାହିଁକି ନା ଫ୍ରେଣ୍ଡ ଆପଣ ଜାଣିଛନ୍ତି ସିକ୍ରେଟ ଫୁଡି ୱାନ୍ ଆଣି ଆସେ ବହୁତ ସାରା ଆପଣଙ୍କ ପାଇଁ ଅନଲିମିଟେଡ ବୋନସ୍ ପଏଣ୍ଟ, ତା ସହିତ ଫ୍ରେଣ୍ଡ ସିକ୍ରେଟ ଟିପ୍ସ ଆଉ ସିକ୍ରେଟ ଟ୍ରିକ୍। ତେଣୁକରି ଫ୍ରେଣ୍ଡ ଯଦି ଏପର୍ଯ୍ୟନ୍ତ ସ୍କିପ୍ କରିକି ଦେଖୁଥିଲେ, ଏବେଠୁ ରହିଯାଆନ୍ତୁ ଫ୍ରେଣ୍ଡ। ଏବେ ଦେଖିପାରୁଥିବେ ଫ୍ରେଣ୍ଡ ମୁଁ ବହୁତ ହି ବଢିଆ ଭାବରେ ଆମର ଏଇ ସବୁତକ ମିକ୍ସଚରକୁ ମିକ୍ସ କରିଦେଇଛି, ତାକି ଲୁଣ, ହଳଦୀ, ଲଙ୍କାଗୁଣ୍ଡ, ବେସନ ତା ସହିତ ଜିରା ଧନିଆ ଗୁଣ୍ଡ ବହୁତ ହି ବଢିଆ ଭାବରେ ମିଶି ଯାଉ। ଏଠି ଦେଖିପାରୁଥିବେ ଫ୍ରେଣ୍ଡ ଡାଇରେକ୍ଟ ଆମେ ପାଣିରୁ ଉଠେଇବା ବାଇଗଣ ବହୁତ ବଢିଆ ଭାବରେ ଆକୁ ଆମେ ଭଲସେ ପାଣିରୁ ହାଲକା ଭାବରେ ଚିଞ୍ଚାଡ଼ି ଦେବା, ତାକି ପାଣି ଏକ୍ସେସ ପାଣି ଯାହା ଥିବ ସବୁ ପଳେଇବ। ସବୁତକ ଫ୍ରେଣ୍ଡ ଆମେ ଏଇଠି ଦେଇଦବା। ଫ୍ରେଣ୍ଡ ଏଇଠି ଆପଣ ଭାବିବେ କି ଏଇଟା ମିକ୍ସଚରଟା ବହୁତ କମ ହେଇଛି, କିନ୍ତୁ ନାଇଁ ଫ୍ରେଣ୍ଡ ଯେତିକିଟା ମୁଁ ବାଇଗଣ ଦେଖେଇଥିଲି ତା ପାଇଁ ପରଫେକ୍ଟ ସବୁ ମିକ୍ସଚର ଏଇଟା ଆମର ଲାଗିବ। ମୁଁ ବି ଆପଣଙ୍କୁ ବନେଇକି ମଧ୍ୟ ଫ୍ରେଣ୍ଡ ଦେଖେଇଦେବି ଏଇଠି। ତ ଏଇଠି ଦେଖନ୍ତୁ ଫ୍ରେଣ୍ଡ ସବୁତକ ଆମେ ଏଇପରି ଭାବରେ ଡାଇରେକ୍ଟ ରଖିକି ଡାଇରେକ୍ଟ ଏପଟ ସେପଟ ଲଗେଇଦବା। ମଝିଟା ତ ଯେହେତୁ ଫ୍ରେଣ୍ଡ ଚୋପାଟା ଥାଏ ତ ଲାଗିବ ନାହିଁ। ତାର ଆଗ ଆଉ ତାର ପଛ ପରିକା ଦୁଇ ପଟ ସାଇଡରେ ଆପଣଙ୍କୁ ଏଇ ମିକ୍ସଚରଟି ଫ୍ରେଣ୍ଡ ଲଗେଇ ଦବାର ଅଛି। ତ ଫ୍ରେଣ୍ଡ ଏଇଠି ମୁଁ ଆପଣଙ୍କୁ କହି ରଖିବା ପାଇଁ ଚାହୁଁଛି, ଯଦି ଆପଣଙ୍କ ପାଖରେ ବେସନ ନାହିଁ ତ କଣ କରିବେ ଆପଣ। ଆଉ ବେସନ ପକେଇଲେ ଫ୍ରେଣ୍ଡ ବହୁତ ବଢିଆ ଭାବରେ ସ୍ୱାଦ ଲାଗିଥାଏ ଆଉ ଭଲ ବାସ୍ନା ଆସିଥାଏ। କିନ୍ତୁ ଆପଣଙ୍କ ପାଖରେ ବେସନ ନାହିଁ ତ ଆପଣ କରିବେ କଣ, ତା ପାଇଁ ଫ୍ରେଣ୍ଡ ଡରିବାର ଚିନ୍ତା କରିବାର କୌଣସି କଥା ନାହିଁ। ଯଦି ଫ୍ରେଣ୍ଡ ଆପଣଙ୍କ ଘରେ ବେସନ ନାହିଁ ତ ଆପଣ କଣ କରନ୍ତୁ, ଅଟା ଅଛି ଆପଣଙ୍କ ପାଖରେ, ଅଟାକୁ ନିଅନ୍ତୁ, ହାଲକା ଗରମ କରିଦିଅନ୍ତୁ। କଡେଇ କିମ୍ବା ତାୱା ଗରମ କରିକି 2 ଚାମଚ କିମ୍ବା ଆପଣ ଯେତିକି ହିସାବରେ ଆପଣ ବନଉଛନ୍ତି ସେଇ ହିସାବରେ 1 ଚାମଚ କି 2 ଚାମଚ କେତିକି ବାଇଗଣ ଆପଣ କରୁଛନ୍ତି ସେଇ ହିସାବରେ ଫ୍ରେଣ୍ଡ ଆପଣ ଦେଇଦିଅନ୍ତୁ କଡେଇରେ। ଫର ଏକ୍ସାମ୍ପଲ ଆପଣ 2 ଚାମଚ ଦେଇଦିଅନ୍ତୁ। ବହୁତ ବଢିଆ ଭାବରେ ହାଲକା ରୋଷ୍ଟ କରିଦିଅନ୍ତୁ, ମାନେ ଟିକେ ଭାଜି ଦିଅନ୍ତୁ। ଟିକେ କଲର ଚେଞ୍ଜ ହେଇଯିବ। କଲର ଟିକେ ଚେଞ୍ଜ ହେଇଗଲା ପରେ ବଢିଆ ବାସ୍ନା ଆସିବ। ଗ୍ୟାସ ଟାକୁ ବନ୍ଦ କରିଦିଅନ୍ତୁ। ବେଶୀ ଡାର୍କ କଲର କରିବେନି, ଜଷ୍ଟ ହାଲକା 1 ରୁ 2 ମିନିଟ ପାଇଁ ଲୋ ଟୁ ମିଡିୟମ ଫ୍ଲେମ କରିକି ଭାଜି ଦେବେ। ପୋଡିବାକୁ ଆଦୌ ଦେବେନି ନାହିଁ ଫ୍ରେଣ୍ଡ, ପୁରା ବାସ୍ନା ଆସିବ। ଗ୍ୟାସ ଟି ବନ୍ଦ କରିବେ। ସେଇଟା ଆପଣ ବେସନ ବଦଳରେ ଏହିପରି ଭାବରେ ବନେଇ ପାରିବେ। ଆଉ ଗୋଟେ ଜିନିଷ ଫ୍ରେଣ୍ଡ କହି ରଖିବା ପାଇଁ ଚାହୁଁଛି, ଯଦି ଆପଣଙ୍କ ପାଖରେ ଅଟା ନାହିଁ ତ କଣ କରିବେ, ତ ସେଇ ଜିନିଷଟା ବି ଫ୍ରେଣ୍ଡ ଆପଣ ଟେନସନ ନବା ଦରକାର ନାହିଁ। କାହିଁକି ନା ଫ୍ରେଣ୍ଡ ଆପଣ ଆସୁଛନ୍ତି ସିକ୍ରେଟ ଫୁଡି ଚ୍ୟାନେଲକୁ, ତ ସିକ୍ରେଟ ଫୁଡି ଚ୍ୟାନେଲରେ ସିକ୍ରେଟ ଟିପ୍ସ ଟିକୁ ଅନଲିମିଟେଡ ବୋନସ ପଡିଥାଏ। ତେଣୁକରି ଫ୍ରେଣ୍ଡ ଯଦି ଆପଣଙ୍କ ପାଖରେ ବେସନ ନାହିଁ, ଅଟା ନାହିଁ ତ କଣ କରିବେ,
सेटा भी मुझे आगु कही रखी फ्रेंड केमती आप यूज करेंगे बेसन अल्टरनेटिव कि अल्टरनेटिव आगु आगु कहना चाहिए फ्रेंड जब एपर्तंत स्किप कर मिस कर जातु फ्रेंड मानक सांगसाथी मानक कि फैमिली मेंबर मानक जब एपर्तंत शेयर करना फ्रेंड दबे शेयर कर दिंतु आ जदि निजे सब्सक्राइब करना सब्सक्राइब करके बेल नोटिफिकेशन ऑन कर दियंतु ताकि एही भाबरे भाबरे सीक्रेट टिप्स ट्रिक विथ अनलिमिटेड बोनस पॉइंट वाला वीडियो आपको सब बेले एठी वीडियो रे मिली थाए। तो देखि पाउते फ्रेंड एठी मो प्यान नै जाई प्यान रे बहुत बड़ा भाबरे तेल दे देजी सोरिस तेल एठी फ्रेंड आपन चाहिले रिफाइन तेल मधे यूज करि परिबे। एठी फ्रेंड मो हल्का देजी तेल ताके भाजिया पई एठी मो छानिया पई फ्रेंड तेल देनी एठी मो भाजिया पई फ्रेंड देजी काहे ना एठी बने बाईगण भजा। तो ये फ्रेंड तेलटा को आम गरम होगा छाड़ीदे आप चाहिए फ्रेंड या कड़े करेंगे कि कड़े कड़े जाकी जाकी जाए तेणुक फ्रेंड ये तावे करी आप चाहिए फ्रेंड ये पैन कि तावे यूज करेंगे जदि ना तो आप कड़े यूज करेंगे। गोटी गोटी फ्रेंड बैगण टी आम ये देदबा भाव छाड़ी छाड़ी आम गोटी गोटी करके देदबा फ्रेंड ये मुझे रखापी चाहिए जब आप बेसन ना अटा ना तो आप करेंगे कौन आपे डाली थाए हरड़ डाली को नियंतु बहुत बड़ा भाव फ्रेंड ग्राइंड कर दिंतु सुखिला ग्राइंड करेंगे धोईदेवे धोईकी डायरेक्ट ग्राइंड करदेवे जदि चाहिए फ्रेंड आप सुखिला भी ग्राइंड करदेवे टिके झाड़ी दिंतु तार जो गुंड गुंड पूरा पाउडर रही से गुंड गुंड पाउडर आप 2 चम्मच यूज करेंगे। ये थिला फ्रेंड बेस्ट ऑप्शन जोटा कि आपन को मु तीनटा जाक कहिदेली आपन पाखरे जेकोसी गोटे जिनसटे अछि ताको मते एठी फ्रेंड यूज करि परिबे। जदि फ्रेंड ए तीनटा जाक जिनस नाही तो आपन कोन यूज करिवे मते कमेंट करिले म आपन को निहाती भाबरे फ्रेंड तुरंत ही आपन को मु कमेंट रिप्लाई करिवि ताकि आपन भी किछिटा नुवा जानंतु नुवा सिखंतु नुवा बनांतु नुवा स्वाद करंतु आ नुआ टेस्ट नियंतु लाभ उठांतु। आजिर रेसिपीटी आमर बैगण जो भजा आसी से पूरा पखाड़ गरम सहित बहुत ही बढ़िया लगी था पखाड़ भात सहित जिते आप ब्रेकफास्ट पखाड़ खाऊं तो खरा दिन यहाँ बेस्ट ही आपन बैगण भजा टे बहुत ही बढ़िया लगी था। आबे तो बैगण बहुत ही बढ़िया इजिली मिल जाऊँच भल सस्तार भी अच्छी बैगण भी बहुत टेस्ट लगुच तेणुक निहत भाव बनातु। ये देखिए फ्रेंड कथार कथार आम बैगणटा पूरा 80% आमर सीझीगलानी फ्रेंड जदि आप चाहते 2 मिनिट रु भी कम बैगण आमर सीझी जाऊ तो ऊपर फ्रेंड आप घोड़नी घोड़े दिंतु गोटे सेकेंड भी लगे ना आपंकर बैगणटा सीझी ध्यान देवे फ्रेंड आपन को हाई फ्लेम रे रखिए ना लो टू मीडियम फ्लेम रे रखिकी प्रोसेसिंग करेंगे। देखिए फ्रेंड कम से कम गोटे मिनिट हो मीडियम फ्लेम रे मु रखी थी 2 परस्त माने आर परस्तटा को बुले दूसरी गोटे परस्त सीझी गलानी फ्रेंड आपड़ जदि लो फ्लेम रे रखुंट तो यहाँ बहुत ही शीघ्र हो जाए आ बहुत ही कुड़कुड़ा क्रंची भी लगी जाए ये फ्रेंड जब आप घोड़े दौरान तो आपंकर गोटे मिनिट भी लगी न था बहुत ही बढ़िया से सीझी जाए 2 परस्त। ये देखि पारे फ्रेंड बहुत ही भल से गोटे परस्त सीझी जाइए सेकेंड परस्त सीझापी आम एपटे बहुत बढ़िया भाव बुले देचे ताकि आमर आर परस्तटा भी सीझी ये फ्रेंड मोर फ्लेम अच्छी लो फ्लेम कहीं मुझे बुलाऊँ सब गोटे गोटे करके तो ये लो फ्लेम रखी सब फ्रेंड आम बुले सारापर यहाँ फ्लेम टाक आम ये हाई कर दबा। ये देखि पारे फ्रेंड बहुत बढ़िया भाव मुझे बुले बहुत बढ़िया भाव ये आमर लो फ्लेम टाक आम ये मीडियम कर दबा। ये फ्रेंड सब ध्यान देवे जदि व्यस्तर अच्छा तो हाई करेंगे किंतु मझे मझे हल्लाउे ना लगे जबार संभावना था किंतु फ्रेंड आप विश्वास करेंगे 5 मिनिट रू भी कम टाइम ये रेसिपीटी हो जाए आईटा बहुत टेस्ट लगी था स्वादिष्ट लगी था। ये देखो फ्रेंड बहुत बढ़िया रेडी हो गला या बस फ्रेंड गोटे मिनिट एपट रखीदे आउ सब तक बैगण को आम ये चापिकी देखा देखो फ्रेंड बहुत मुतुपुतु हो मैंने आम बैगण पूरा बहुत बढ़िया भाव सीझी गला या फ्रेंड एम गैस टी आम बंद करदे आउ सर्व करवा। एबे देखि पाउते फ्रेंड मैं आपको टिके बुलेकी देखि दोछि मैं गैस टी बंद कर साइलेनी याकू चलनो मु काढी देखि दोछि फ्रेंड केते बड़ा सुंदर देखा जो खाइबार बड़ा मजा लगे आपन ताको सेमती भी मध्य खाई परिबे फ्रेंड किंबा नहले जे कोनसी टिफिन ने भी आपन परोटा पूरी सहित मध्य नै परिबे पखाळ को तो न कहिले न सरे। ये थिला फ्रेंड आज छोटिया रेसिपीटी बैगण भजा आशा कर फ्रेंड मोर ये रेसिपीटा आपको भल लगी जदि भल लगी फ्रेंड गोटे लाइक कर दिंतु आप कौटू देखुं मत गोटे कमेंट मध्यम जन दिंतु आप क्यों जगह देखुं आदि मो भिडी भल लगुच निहाती भाव में फ्रेंड आप समस्त फैमिली मेंबर समस्त सांगसाथी मानक शेयर कर दिंतु आपंकर गोटे गोटे लाइक फ्रेंड मो बहुत मोटिवेशन काम करे जदि एपर्यंत गोटे लाइक करना फ्रेंड को गोटे मोटिवेशन लाइक कर दिंतु
ଆଉ ଯଦି ଏପର୍ଯ୍ୟନ୍ତ ସବସ୍କ୍ରାଇବ କରିନାହାନ୍ତି ସବସ୍କ୍ରାଇବ କରିକି ରଖନ୍ତୁ। ଏହିପରି ଭାବରେ ନୂଆ ନୂଆ ଆଇଟମ ରେସିପି ଆପଣଙ୍କୁ ସବା ପ୍ରଥମେ ମିଳିବ। ଆଉ ଏହିପରି ଭାବରେ ସିକ୍ରେଟ ଫୁଡି ଚ୍ୟାନେଲରେ ବହୁତ ସାରା ସିକ୍ରେଟ ଟିପ୍ସ ସହିତ ବହୁତ ସାରା ଏମିତି ଭିଡିଓ ପଡିଛି ଯୋଉଟା କି ଆପଣ ଦେଖିଲେ ନିଜେ ବି ମଧ୍ୟ ଆଶ୍ଚର୍ଯ୍ୟ ହେଇଯିବେ। ତ ଯାଆନ୍ତୁ ଭିଜିଟ କରନ୍ତୁ ଚ୍ୟାନେଲକୁ। କେମିତି ଲାଗୁଛି ମତେ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ବାଏ ବାଏ।